ପାଟଣା କାଠ ମାଫିଆ ଆକ୍ରମଣରେ ସାମ୍ବାଦିକ ହାତ। କେନ୍ଦୁଝର ଜିଲ୍ଲା ପାଟଣା ଥାନା କରଞ୍ଜିଆପଡ଼ା ଗ୍ରାମରେ ଅବୈଧ ଗଛ କାଟି ମାଫିଆଙ୍କ ଦ୍ୱାରା ଚୋରା ଚାଲାଣ ହେଉଥିବା ନେଇ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ବନ ବିଭାଗ କୌଣସି ପଦକ୍ଷେପ ନ ନେଇ ପୁନର୍ବାର ଗଛ କାଟିବାକୁ ଅନୁମତି ଦେଇଥିଲେ। ଉକ୍ତ ଖବରକୁ ଭିତ୍ତି କରି ଗଛ କଟାଯାଉଥିବା ସ୍ଥାନ ନିକଟରୁ ସନ୍ଧାନ ନ୍ୟୁଜ୍ ରିପୋର୍ଟର ନିଶିକାନ୍ତ ବେହେରାଙ୍କ ଘର ଅନତି ଦୂରରେ ହୋଇଥିବାରୁ ରାତି 8:30ରେ କାଠ ମାଫିଆ ଶାହରୁଖ ଖାଁ ଏବଂ 2 ଜଣ ବ୍ୟକ୍ତି ତାଙ୍କ ଘରକୁ ଯାଇ ତୁ ଶଳା ଖବର ପ୍ରସାରଣ କରିଛୁ କହି ମାଡ଼ ମାରିବା ସହ ଠେଲାପେଲା କରି ତତେ ଜୀବନରୁ ମାରିଦେବୁ କହି ହତ୍ୟା ଧମକ ଦେଇଥିଲେ। ଏନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି। ଜୀବନ ପ୍ରତି ବିପଦ ଥିବାରୁ ଉକ୍ତ ଘଟଣାକୁ ନେଇ ସାମ୍ବାଦିକ ନିଶିକାନ୍ତ ବେହେରା ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ଖବରକୁ ନେଇ ପାଟଣା ସାମ୍ବାଦିକ ସଂଘ ସମେତ ଅନ୍ୟ ସାମ୍ବାଦିକମାନେ ଘୋର ନିନ୍ଦା କରିଛନ୍ତି। ସଠିକ୍ ତଥ୍ୟ ନ ଜାଣି ରାତି ଅଧରେ ସାମ୍ବାଦିକଙ୍କ ଘରକୁ ଯାଇ ମାଡ଼ ମାରିବା ସହ ହତ୍ୟା ଧମକ ଦେବା ଯୋଗୁଁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାଟଣା ସାମ୍ବାଦିକ ସଂଘ ପକ୍ଷରୁ ଦାବି ହୋଇଛି। ଅଭିଯୋଗକୁ ଭିତ୍ତି କରି ପାଟଣା ଥାନା କେସ୍ ନମ୍ବର 261/2025 ମୂଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।